ବିଜେଡିରୁ ଦୂରେଇ ଗଲେ କି ପୂର୍ବତନ ବିଧାୟକ ବିକ୍ରମ କେଶରୀ ଆରୁଖ? କାହିଁକି ନୂଆ କମିଟିରେ ଆରୁଖଙ୍କୁ ସ୍ଥାନ ଦେଲେନି ବିଜେଡି ସୁପ୍ରିମୋ? ରାଜନୀତିରୁ ସନ୍ନ୍ୟାସ ନେଇଗଲେ ନା ବବିଙ୍କ କଥାରେ ପ୍ରଚ୍ଛଦ ପଟରେ ରହିଛନ୍ତି ଆରୁଖ? ହଁ ଆଜ୍ଞା, ଏପରି କିଛି ଚର୍ଚ୍ଚା ଏବେ ସାଧାରଣରେ ଚାଲିଛି। ଯେବେଠାରୁ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି ଏବଂ ବିଜେଡି ପରାଜୟର ସ୍ୱାଦ ଚାଖିଛି, ସେବେଠାରୁ ଭଞ୍ଜନଗର ପୂର୍ବତନ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ଆଉ ଦେଖିବାକୁ ମିଳୁନି, ଯାହାକୁ ନେଇ ଏଭଳି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ରାଜ୍ୟରେ ବିଜେଡିର ଯେତେଗୁଡ଼ିଏ ଅଭେଦ୍ୟ ଗଡ଼ ଥିଲା, ସେଥିମଧ୍ୟରୁ ଗୋଟିଏ ହେଉଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନ। 1990 ମସିହାରୁ ଏଠାରେ ଜନତା ଦଳର ସାମ୍ରାଜ୍ୟ ବିସ୍ତାର ହୋଇଥିବା ବେଳେ 1995 ମସିହାରୁ ଏହି ଆସନ ବିକ୍ରମ କେଶରୀ ଆରୁଖଙ୍କ କବ୍ଜାରେ ରହିଆସିଥିଲା। ଲଗାତାର 6 ଥର ସେ ନିଜ ପାରମ୍ପରିକ ଆସନ ଭଞ୍ଜନଗରରୁ ଜିତି ଆସୁଥିଲେ, କିନ୍ତୁ ଚଳିତ ଥର ଏହି ଆସନ ବି ବିଜେଡି ହାତରୁ ଖସି ଯାଇଛି। ବିଜେପି ନେତା ପ୍ରଦ୍ୟୁମ୍ନ କୁମାର ନାୟକ ଏଠାରେ ବାଜିମାତ କରିଛନ୍ତି ଏବଂ ଆରୁଖ କ୍ଷମତାସୀନ ହୋଇଯାଇଛନ୍ତି, ଯେଉଁ କାରଣରୁ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା ମଧ୍ୟ କରିଥିଲେ। କିନ୍ତୁ ଆନୁଷ୍ଠାନିକ ଭାବେ ସେ ଏହା ଘୋଷଣା କରିନଥିଲେ ବି ନିର୍ବାଚନ ପରଠାରୁ ତାଙ୍କୁ କୌଣସି ଦଳୀୟ କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି। ତେବେ ଆରୁଖଙ୍କ ଭଳି ଅନ୍ୟ ନେତାମାନେ ମଧ୍ୟ ରହିଛନ୍ତି, ଯେଉଁମାନେ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ବି ଗତ ନିର୍ବାଚନରେ ଚିତ୍ପଟାଙ୍ଗ କରିଛନ୍ତି, କିନ୍ତୁ ସେମାନେ ନିଜ ପରାଜୟକୁ ସ୍ୱୀକାର କରିବା ସହ ବିରୋଧୀ ଭାବେ ନିଜ ଭୂମିକା ଗ୍ରହଣ କରୁଛନ୍ତି। କିନ୍ତୁ ଆରୁଖ ଏସବୁଥିରେ ପଛଘୁଞ୍ଚା ଦେଉଥିବା ଏବେ ସ୍ପଷ୍ଟ ହେଉଛି, ଯେଉଁ କାରଣରୁ ଭଞ୍ଜନଗରରେ ବିଜେଡି ପୁରା ସ୍ଥାଣୁ ପାଲଟି ଯାଇଛି। ଅନ୍ୟପଟେ ବିଜେଡିରେ ଅନେକ ନେତା ରହିଛନ୍ତି, ଯେଉଁମାନେ ପ୍ରଚ୍ଛଦ ପଟରେ ରହି ବି ଦଳକୁ ଚଳାଉଛନ୍ତି, ଯେଉଁଥିରୁ ଜଣେ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ। ସେ କ୍ଷମତାରେ ନଥିଲେ ମଧ୍ୟ ଦଳକୁ ଚଳାଉଥିବା ଏବଂ ଏବେ ବି ତାଙ୍କ ଇସାରାରେ ଦଳ ଚାଲୁଥିବା ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରୁଛନ୍ତି, ଯାହାକୁ ଆଲୋଚନା କଲେ ଜଣା ପଡୁଛି ଯେ ଆରୁଖ ମଧ୍ୟ ପ୍ରଚ୍ଛଦ ପଟରେ ରହି କିଛି ଭିତରିଆ ପ୍ଲାନ କରୁଥାଇ ପାରନ୍ତି। ତେବେ ସମସ୍ତଙ୍କ ଅଗୋଚରରେ ବିକ୍ରମ ଆରୁଖ ରାଜନୀତିରୁ ସନ୍ନ୍ୟାସ ନେଇଗଲେ ନା ବିଜେପି ବିରୁଦ୍ଧରେ ଗୋପନରେ ଅନ୍ୟ କିଛି ରଣନୀତି ପ୍ରସ୍ତୁତ କରୁଛନ୍ତି, ତାହା ତ ଆଗାମୀ ଦିନରେ ଜଣା ପଡିବ। ପରବର୍ତ୍ତୀ ସମୟରେ ଯଦି କମିଟି ଗଠନ ହୁଏ, ସେତେବେଳେ ଯଦି ତାଙ୍କୁ କମିଟିରେ ସ୍ଥାନ ନ ଦିଆଗଲା, ତେବେ ହୁଏତ କହିପାରିବ ସେ ବିଜେପି ଦୂରେଇ ଯାଉଛନ୍ତି। କିନ୍ତୁ ବିଜୁ ଜନତା ଦଳ ଏପର୍ଯ୍ୟନ୍ତ କମିଟି ଗଠନ ହେଇନାହିଁ। ଯେଉଁ କମିଟି ଘୋଷଣା ହେଇଥିଲା, କମିଟି ଗଠନ ହେଇନାହିଁ। କିନ୍ତୁ ବିଗତ ଦିନରେ ଯେ ପାଞ୍ଚଟି କମିଟି ଗଠନ କରିଥିଲେ, ସେ କମିଟି ବିକ୍ରମ ଆରୁଖଙ୍କ ନାଁ ନାହିଁ। ସେଥିପାଇଁ ବହୁତ ଚର୍ଚ୍ଚା ହେଉଛି ସେ ଦୂରେଇ ଗଲେନି ବୋଲି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ତରଫରୁ ସେମିତି କିଛି କାର୍ଯ୍ୟକ୍ରମ, ସେମିତି କିଛି ହାବଭାବ ପ୍ରଦର୍ଶିତ ହେଇନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଯଦି କମିଟି ଗଠନ ହୁଏ, ସେତେବେଳେ ଯଦି ତାଙ୍କୁ କମିଟିରେ ସ୍ଥାନ ନ ଦିଆଗଲା, ତେବେ ହୁଏତ କହିପାରିବ ସେ ବିଜେପି ଦୂରେଇ ଯାଉଛନ୍ତି ବୋଲି ବିଜେପି କନଫେସା କରୁଛି। କିନ୍ତୁ କୌଣସି କ୍ଷେତ୍ରରେ ଶଙ୍ଖ ଭବନ ଆସୁନାହାନ୍ତି, କୌଣସି ମିଟିଂରେ ଯୋଗ ଦେଉନାହାନ୍ତି। ନାଇଁ, ଶଙ୍ଖ ଭବନକୁ ଆସୁଛନ୍ତି, ନ ଆସିବା ବିଜେଡି ବୈଠକରେ, ଜିଲ୍ଲା ବୈଠକରେ ଯୋଗ ଦେଇନଥିବେ, କୌଣସି ଅସୁବିଧା ଥିବ ଯୋଗ ଦେଇନଥିବେ। ନାଇଁ, ଯଦି ଆପଣ ଯୋଉ କାରଣ କହୁଛନ୍ତି, ସେ ହୁଏତ ମନ ଭିତରେ ଚାହୁଁଛି ତାଙ୍କର ଆସିଥିବ ଭାରତର, ସେ ହୁଏତ ତାଙ୍କ ମନ ବିଭିନ୍ନ ସ୍ଥିର କରୁଥାଇ ପାରନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହେଇନି। ଯେହେତୁ କମିଟି ଗଠନ ହେଇନାହିଁ, ରାଜ୍ୟସ୍ତରୀୟ କମିଟି ଏବେ କେବଳ ଆଡହକ୍ କମିଟି 5ଟା 6ଟା କାମ ଚଳା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଗଠିତ ହେଇଛି। ଯେହେତୁ ଚୂଡାନ୍ତ କମିଟି ଗଠନ ହବ, ଯେତେବେଳେ ବରିଷ୍ଠ ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ, ବରିଷ୍ଠ ଏସବୁ ନିଯୁକ୍ତ ହେବେ, ସେତେବେଳେ ଜଣା ପଡିବ ତାଙ୍କର ଉପସ୍ଥିତି ବା ଅନୁପସ୍ଥିତିରୁ ଜଣା ପଡିବ ସେ କମିଟିରେ ଯେ ସେ ଦଳକୁ ଦୂରେଇ ଯାଉଛନ୍ତି କି ଦଳ ତାଙ୍କୁ କନଫେସା କରୁଛି କି ନାହିଁ। ବ୍ୟୁରୋ ରିପୋର୍ଟ, ରିଓ ନ୍ୟୁଜ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।